श्रीमद्भागवत पंचम स्कंध द्वितीय अध्याय। शुक उवाच शृण राजन अंतरे पितारो आज्ञा घेनि शिरे जम्बूद्वीपरे प्रजाजन अग्निध्र करई पालन एमंते केते दिन गला अग्निध्र मने विचारिला संतोष पितृलोकंकर केमंते होइब मोहर एमंत मने विचारिला मंदर गिरी रे मिलिला सुरवनिता क्रीड़ा स्थाने पशिला गहन कानने संसार कर तांकु ध्याई बसिला स्थिर मन होई ताहा जानिले भगवान जे ब्रह्मा सृष्टिर कारण सभारे करई गायन जाहार पूर्व चित्त नाम अति सुंदरी अपसरी ताकू पेशिले बेग करी अग्निध्र तपोवन लागे मिलिला अपसरी बेगे अति मंजुल मनोहर विविध बिटपी अपार घन निबिड़ लता मान अछंती नाना पक्षीगण कर्णाभिराम ध्वनि मान करंती हरषित मन स्वच्छ निर्मल स्वादुबारी विविध जलाशये पुरी कुक्कुट कारंडव हंस करंती रुचिर विलास। हरि हरि बोल। कानने नाना पुष्पसार पद्मपूरित सरोवर मंद पवन बहे नित्य ता देखी कन्या तो सचिते करई ललिते गायन विन्यासे पाद गतिमान चरणे नुपुर ताहार ध्वनि करई मनोहर अति मंजुल तान शुणी नृपकुमार शिरोमणि समाधि जोगरु ताहार नयन कमल जुगल ईशते विकसित कला मंद मधुरे से चाहिला निकटे तार मुख देखी पिछाड़ी न पारई आखि भ्रमर मती से जे सन पुष्प लोड़ई बने बन देव मानव आदि जेते उल्लास हुअंती जगते बिहार अवलोकन रे सुस्वर वचन मधुरे प्राणीर मन कुसे नेई अनंगे अस्थिर करई से जेते बेले वाक्य कही बदनु सुगंध बासई तेणेलु बुध भृंगगणी भ्रमंती तार सन्निधाने तेणु न पारे बेगे जाई पवने वसन चलई ता देखी नृपति नंदन होइला अनंगे अधीन जड़ पराए से होइला काहू तू अइलु बोइला वन देवता माया करी बने की खोजू बन हेरी कामर अस्त्र मान जोखी कि अर्थे बोलू तू मृगाक्षी मृगाक्षी कह तू बचन मृग को लोड़ू की कारण तोबेनी कमल लोचन निश्चय अनंगर बाण
କାହାକୁ ବିନ୍ଧିବୁ ସୁନ୍ଦରୀ କହ ତୁ ମାୟା ଦୂର କରି। ଯେଉଁ ଲୋକରେ ଦୟା କରି ଅନଙ୍ଗ ଅନଳେ ନ ମାରି ତୋହର ଶିରୁ ଶ୍ରଥ ହୋଇ କୁସୁମ ମାନ ପଡ଼ୁଛଇଁ। ହରି ହରି ବୋଲ। ଚରଣ ପଙ୍କଜେ ତୋହର ମଧୁର ବାଜଇ ନୂପୁର ଶରୀର ପୁଲକ ତୋହର ଉରରେ ଘନ କୁଚ ଭାର। କିୟ ବା ଚକ୍ର ବାକ ବେନି ଶରୀରେ ବହିଛୁ ଭାମିନି। ମଧ୍ୟଭାଗ ଯେ କୃଶ ତୋର ଦିଶଇ ଅତି ମନୋହର। ଯହିଁ ମୋ ନୟନ ଯୁଗଳ ଆଶ୍ରୟ କଲାକ ନିଶ୍ଚଳ। ମୋହର ତପୋବନ ଭୂଇଁ ଅତି ସୁଗନ୍ଧ କଲୁ ତୁହି। ଯାହାର ନୟନ ଗୋଚର ହୋଇବ ରୂପ ଗୁଣ ତୋର। ସେ କି ଅନଙ୍ଗ ବସନୋହି ରହିବ ଏମନ୍ତକେ ଦେହି। ଅଦ୍ଭୁତ ସୁଧା ରସ ସାର ଆନନ୍ଦ କର ଇୟଧର। ସୁରଙ୍ଗ ଦିଶଇ ବାହାର କିୟ ବା ଦେବା ପଟାନ୍ତର। ବିଷ୍ଣୁ କଳାକୁ କି ତୁ ଧରି ମର୍ତ୍ତ୍ୟକୁ ଅଇଲୁ ସୁନ୍ଦରୀ। ମକର କୁଣ୍ଡଳ ତୋ କର୍ଣ୍ଣେ ଚଞ୍ଚଳ ମୀନ କି ନୟନେ। ଏ ତୋର ଦନ୍ତ ପନ୍ତି ଦୁଇ ଡାଳିମ୍ବ ବୀଜକୁ ଗଞ୍ଜଇ। ଯେ ତୋର କର ପଦ୍ମେ ଧରି ପତଙ୍ଗ ଖେଳାଉ ସୁନ୍ଦରୀ। ହରି ହରି ବୋଲ। ତାର ଭ୍ରମଣ କରିବାରେ ମୋ ଚିତ୍ତ ଭ୍ରମୁ ସେହୁ କରେ। ଏ ବନ ସରୋବରେ ମୋହି କଷ୍ଟେ ତପସ୍ୟା ଆଚରଇଁ। ତପ କି ପୂର୍ଣ୍ଣ ହେଲା ମୋର ଯେଣୁ ତୁ ନୟନ ଗୋଚର। କିୟ ବା ପ୍ରଭୁ ପ୍ରସନ୍ନରେ ସୁନ୍ଦରୀ ମିଳିଲୁ ଛାମୁରେ। ପ୍ରସନ୍ନ ହୁଅ ମୋତେ ତୁହି ମିତ୍ର ଭାବରେ ମୁଁ ଭଜଇ। ତୋତେ ନ ଛାଡ଼ିବଇ ମୁହିଁ ବ୍ରହ୍ମା କି ଦେଲେ ପଠିଆଇ। ତୋ ରୂପ ଦେଖି ମୋର ମନ ରହିଲା ନିଶ୍ଚଳେ ନୟନ। ହେ ପିନସ୍ତନୀ ଶୁଭ୍ର କେଶୀ ତୁ ମୋତେ ଘେନ ଗୋ ଆଶ୍ୱାସୀ। ଚିତ୍ତ ମୋହର ତୋର ତହିଁ ନିଶ୍ଚଳେ ରହିଲା ଗୋ ସହି। ସଫଳ କର ତୁହି ଏହା ସ୍ୱଭାବେ ତୁ ତ ପୁଣ୍ୟ ଦେହା। ଏମନ୍ତେ ଅନୁନୟ ବାଣୀ ବିବିଧେ କହେ ନୃପମଣି। ମଧୁର କୋମଳ ବଚନ କହି ହରିଲା କନ୍ୟା ମନ। ନୃପକୁମର ରୂପ ଗୁଣ ବିଦ୍ୟା ଯୌବନ ସୁରପଣ। ଏମନ୍ତେ ଗୁଣେ କନ୍ୟା ମନ ତକ୍ଷଣେ ହୋଇଲା ବନ୍ଧନ। ଆଗ୍ନିଧ୍ର ସଙ୍ଗତେ ସୁନ୍ଦରୀ ଲକ୍ଷେ ବରଷ ଭୋଗ କରି। ଜମ୍ବୁଦ୍ୱୀ ଉପର ପତି ତୁଲେ ବିବିଧ ଭୋଗ ସେ ଭୁଞ୍ଜିଲେ। ସେ ପୂର୍ବ ଚିତ୍ତି ଗର୍ଭୁଜାତ ହୋଇଲେ ଆଗ୍ନିର୍ଧର ସୁତ। ନାଭିରମ୍ୟକ କିଂପୁରୁଷ କୁରୁ ଭଦାସ୍ୱ ହରି ବର୍ଷ। ହିରଣ୍ମୟ ଯେ ଇଲାବୃତ କେତୁମାଳ ଏ ନବସୁତ। ବରଷ ବରଷ କେତାର ହୋଇଲେ ଏ ନବ କୁମର। ଗୃହକୁ ପୂର୍ବ ଚିତ୍ତି ତେଜି ବ୍ରହ୍ମାଚରଣେ ପୁଣ ଭଜି। ମାତାର ପୁଣ୍ୟ ବଳୁ କରି କୁମରେ ଧର୍ମକୁ ଆଚରି। ପିତା ବିଭାଗ ଅନୁମତେ ଜମ୍ବୁଦ୍ୱୀ ଉପକୁ ଯଥୋଚିତେ। ଭୋଗ ସେ କରନ୍ତି କୁମରେ ପିତାର ଆଜ୍ଞା ଘେନି ଶିରେ। ଏ ଅନ୍ତେ ଆଗ୍ନିର୍ଧ୍ର ରାଜନ ସକାମେ କରି କର୍ମମାନ। ସେ କିଛି ଦିନ ଅନ୍ତରରେ
ଗମିଲେ ସେ ପିତୃଲୋକରେ। ପିତା ପିତୃଲୋକ ଅନ୍ତରେ ପୁତ୍ରେତା ବିଭାଜେ ସଂସାରେ। ମେରୁର କନ୍ୟା ମାନ ଯେତେ ବିଭା ହୋଇଲେ ବେଦ ମତେ। ପ୍ରତିରୂପା ଯେ ନାରୀ ରମ୍ୟା ମେରୁ ଦେବୀ ଯେ ଲତା ଶ୍ୟାମା। ଉଗ୍ରଦଂଷ୍ଟି ଯେ ଦେବବୀତି ଭଦ୍ରା ଯେ ନବଦୁହିତି। ଏ ରୂପେ ଥିଲେ ଯେ ମେରୁର ନବକନ୍ୟକା ମନୋହର। ତାହାଙ୍କୁ ବିବାହ ହୋଇଲେ ଧର୍ମରେ ପୃଥିବୀ ପାଳିଲେ। କହଇ ବିପ୍ର ଜଗନ୍ନାଥ ଆଗ୍ନିଧ୍ର ସୁତଙ୍କ ଚରିତ। ଭାବେ କହଇ ବିପ୍ର ଜଗନ୍ନାଥ ଭାବେ ଆଗ୍ନିର୍ଧ ସୁତଙ୍କ ଚରିତ। ହରି ହରି ବୋଲ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପଞ୍ଚମ ସ୍କନ୍ଧେ ଆଗ୍ନିଧ୍ରବର୍ଣ୍ଣନଂ ନାମ ଦ୍ୱିତୀୟ ଅଧ୍ୟାୟः। ହରି ହରି ବୋଲ।